ଈଶ୍ୱରଙ୍କର ପ୍ରେମ କାହାକୁ ବା ନ ଦରକାର। ପ୍ରତ୍ୟେକ ବ୍ୟକ୍ତି ଈଶ୍ୱରଙ୍କର ଭଲ ପାଇବା ଟିକେ ପାଇବା ପାଇଁ ଆତୁର ହୋଇଥାନ୍ତି। କେତେ ଯେ ପରିଶ୍ରମ, କେତେ ଯେ ତପ କରିବା ପାଇଁ ପଡ଼ିଥାଏ ଏହି ମଣିଷକୁ କହିଲେ ନ ସରେ। କିନ୍ତୁ କ'ଣ ଆମେ ସେହି ଭାଗ୍ୟବାନ ପୁରୁଷ ଯେ କି ଈଶ୍ୱରଙ୍କର ପ୍ରେମକୁ ଆମେ ପାଇପାରିବା? ଈଶ୍ୱରଙ୍କର ପ୍ରେମ, ଈଶ୍ୱରଙ୍କର ସାଥ, ଈଶ୍ୱର ଆମ ଘରେ ବାସ କରିବା, ଏହା କେତେ ଦୂର ସମ୍ଭବ? ସତରେ କ'ଣ ଈଶ୍ୱର ଆମ ସାଙ୍ଗରେ ଅଛନ୍ତି? ସତରେ କ'ଣ ଈଶ୍ୱର ଆମ ପୂଜାକୁ ସ୍ୱୀକାର କରୁଛନ୍ତି? ଆମ ଦେଇଥିବା ପ୍ରସାଦକୁ କ'ଣ ଗ୍ରହଣ କରୁଛନ୍ତି? ଈଶ୍ୱର କ'ଣ ଆମକୁ ଭଲ ପାଉଛନ୍ତି? ଏହି ସମଗ୍ର ପୃଥିବୀରେ ଯେତେ ବି ଛୋଟିଆ କୀଟଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏହି ସବୁ ତ ଈଶ୍ୱରଙ୍କର ହିଁ ଦାନ। ଈଶ୍ୱର ହିଁ ନିର୍ମାଣ କରିଛନ୍ତି। ତେବେ ଏତେ ସବୁ ଲୋକ ଭିତରେ କ'ଣ ଆମକୁ ସେହି ପରମ ପିତା ଚୟନ କରିଛନ୍ତି? କ'ଣ ଆମ ଭିତରେ ସେହି ସଦ୍ଗୁଣ ସବୁ ଅଛି ଯେ ଈଶ୍ୱର ଆମ ସାଙ୍ଗରେ ରହିବେ, ଈଶ୍ୱର ଆମକୁ ଭଲ ପାଇବେ? କ'ଣ ଆମର ଏହି ମାନବ ଜୀବନ ସାର୍ଥକ ହୋଇଯାଇଛି? ଆମେ କିପରି ଜାଣିବା ଯେ ଈଶ୍ୱର ଆମ ସାଙ୍ଗରେ ଅଛନ୍ତି? ଆମେ କ'ଣ ସେହି ଭାଗ୍ୟବାନ ପୁରୁଷ? ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଆପଣମାନଙ୍କର ଏହି ସୁନ୍ଦର ବିଷୟଟି ନେଇକରି ଆସିଛି। ଆଶା କରୁଛି ଆଜିର ବିଷୟଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗୁଥିବ। ପ୍ରତ୍ୟେକ ବ୍ୟକ୍ତି ଈଶ୍ୱରଙ୍କର ପ୍ରେମ ପାଇବା ପାଇଁ ପୁରା ବ୍ୟାକୁଳ ହୋଇଥାନ୍ତି। ଏହି ପୃଥିବୀରେ ଏତେ ସାରା ବ୍ୟକ୍ତି ଅଛନ୍ତି, ଏତେ ସାରା ଛୋଟିଆ କୀଟଠାରୁ ଆରମ୍ଭ କରି ମଣିଷ ଅଛନ୍ତି, କିନ୍ତୁ ଏତେ ସବୁ ଲୋକ ଭିତରେ, ଏତେ ଜନଜାତି ଭିତରେ ଈଶ୍ୱର ଆମକୁ କ'ଣ ଚୟନ କରିଛନ୍ତି? ସତରେ କ'ଣ ଈଶ୍ୱର ଆମ ସାଙ୍ଗରେ ଅଛନ୍ତି? ଏହିଭଳି ପ୍ରଶ୍ନ ଆପଣଙ୍କ ମନରେ ଆସୁଛି ନା? ତେବେ ଆମେ ଆଗକୁ ଜାଣିବା ଯେ କିପରି ଈଶ୍ୱର ଆମର ସାଙ୍ଗରେ ଥିଲେ କେଉଁ ସଂକେତ ସବୁ ଆମକୁ ମିଳିଥାଏ, ଯାହାକି ସାଧୁ ମହାତ୍ମା ଏବଂ ଗ୍ରନ୍ଥର ପୁରାଣରୁ ଉଦ୍ଧୃତ ହେଇ ଆସିଅଛି। ତା ଆଗରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଶ୍ରୀକୃଷ୍ଣ ନିହାତି ଲେଖନ୍ତୁ। ଈଶ୍ୱରଙ୍କର ପ୍ରେମ ପାଇବା ପାଇଁ, ଈଶ୍ୱରଙ୍କର କୃପା ପାଇବା ପାଇଁ କେତେ ଯେ ତପସ୍ୟା ଆମେ କରିଥାଉ, ପୂଜା ପାଠ ଉପାସ ବାର ବ୍ରତ ସବୁ କିଛି କରିଥାଉ। ତାପରେ ବି ମନରେ ଗୋଟେ ଅବଶୋଷ ରହିଯାଏ, କାହିଁ ଈଶ୍ୱର ତ ଦର୍ଶନ ଦେଲେନି, ଈଶ୍ୱର ତ ଆମକୁ ଦେଖା ଦେଲେନି। ତେବେ ଈଶ୍ୱର ଆମକୁ ଭଲ ପାଉନାହାନ୍ତି କି? ଏମିତି ପ୍ରଶ୍ନ ଆମ ମନରେ ଆସୁଥାଏ। ତେବେ ଈଶ୍ୱର ଆମ ସାଙ୍ଗରେ ରହିଲେ ଦେଇଥାନ୍ତି ଏହି 8ଟି ସଂକେତ। ସେହି 8ଟି ସଂକେତ ଭିତରୁ ପ୍ରଥମ ସଂକେତଟି ଏଇଆଟେ ଯେ ଯେତେବେଳେ ଈଶ୍ୱର ଆମ ସାଙ୍ଗରେ ରୁହନ୍ତି ସେତେବେଳେ ଚାରିଆଡ଼ୁ ଆମକୁ କେବଳ ଅସଫଳତା ହିଁ ମିଳିଥାଏ। ଆମେ ଜାଣିଥାଉ ଯେ ଆମେ 100 ମିଟର ଦୌଡ଼ରେ ଆମେ ନିଶ୍ଚୟ ପ୍ରଥମ ଆସିବା, କିନ୍ତୁ 100 ମିଟର ଦୌଡ଼ରେ ଯେତେବେଳେ ଆମେ ପ୍ରତିଯୋଗିତା ନେଇଥାଉ, ପ୍ରତିଯୋଗୀ ହିସାବରେ ଯାଇଥାଉ, ସେତେବେଳେ ଆମେ ସେଠି ବିଫଳତା ପାଇଯାଉ। ଏହା ଏକ ଉଦାହରଣ ଥିଲା। କହିବାର ତାତ୍ପର୍ଯ୍ୟ ଏଇଆଟେ ଯେ ପ୍ରତ୍ୟେକ କାର୍ଯ୍ୟରେ ଆପଣ କେବଳ ବିଫଳତା ହିଁ ପାଇବେ, କେବଳ ବିଫଳତା ପାଇବେ। ତେବେ ଜାଣିନେବେ ଯେ ଈଶ୍ୱର ଆପଣଙ୍କ ସାଙ୍ଗରେ ଅଛନ୍ତି। ଦ୍ୱିତୀୟ ସଂକେତଟି, ଆପଣଙ୍କର ନିଜର ଉପରୁ ବିଶ୍ୱାସ ଧୀରେ ଧୀରେ ହୋଇ ସମାପ୍ତ ହୋଇଯିବ। ପ୍ରଥମେ ଆପଣ ଯେଉଁ ପ୍ରିୟ ଲୋକମାନଙ୍କୁ ନିଜର ବୋଲି ଭାବୁଥିବେ ସେମାନେ ଧୀରେ ଧୀରେ କରି ଆପଣଙ୍କ ଠାରୁ ଦୂରେଇ ଯିବେ। ସମସ୍ତଙ୍କ ଉପରୁ ଆପଣଙ୍କର ବିଶ୍ୱାସ ତୁଟିଯିବ। ସମସ୍ତଙ୍କ ଉପରୁ ଲୋଭ ମୋହ ମାୟା ଆପଣମାନେ ଧୀରେ ଧୀରେ ତୁଟାଇ ଦେବେ। ସତ୍ୟତାକୁ ଅବଲମ୍ବନ କରିବେ। ସତ କ'ଣ ଜାଣିବେ। ଈଶ୍ୱର ଆପଣଙ୍କ ପାଖରୁ ସେହି ସବୁ ବ୍ୟକ୍ତିବିଶେଷଙ୍କୁ ଦୂରେଇ ଦେବେ ଯିଏକି ଆପଣମାନଙ୍କ ପାଇଁ ଯୋଗ୍ୟ ନୁହନ୍ତି, ଯିଏକି ଆପଣଙ୍କର ପାଖରେ ରହିବା ପାଇଁ, ଆପଣଙ୍କ ପାଖରେ ଆପଣଙ୍କର ସାଥରେ ରହିବା ପାଇଁ ଯୋଗ୍ୟ ନୁହନ୍ତି। ସେ ସମସ୍ତଙ୍କୁ ଈଶ୍ୱର ଧୀରେ ଧୀରେ କରି ଆପଣଙ୍କ ପାଖରୁ ଦୂରେଇ ଦେବେ। ଯେତେବେଳେ ଆପଣଙ୍କର ଖରାପ ସମୟ ଆସିବ ସେତେବେଳେ ପ୍ରଥମେ ସେହି ଖରାପ ବ୍ୟକ୍ତି ବିଶେଷଙ୍କୁ ଆପଣଙ୍କ ପାଖରୁ ଈଶ୍ୱର ଦୂରେଇ ଦେବେ। ସମସ୍ତଙ୍କର ଅସଲ ଚେହେରାକୁ ଆପଣଙ୍କର ସାମ୍ନାକୁ ଆଣିବେ ଏବଂ ଶେଷରେ ଆପଣଙ୍କର ନିଜ ଉପରେ ବି ଧୀରେ ଧୀରେ କରି ବିଶ୍ୱାସ ତୁଟିଯିବ। ତୃତୀୟ ସଂକେତଟି ଏଇଆଟେ ଯେ ଆପଣ ଜୀବନର ଦୁଃଖ, ଜୀବନରେ ଆପଣଙ୍କର ଲାଗୁଥିଲା ଯେ ଏହି ଛୋଟିଆ ଛୋଟିଆ ଦୁଃଖ, କିନ୍ତୁ ନାଇଁ, ଦୁଃଖ ଚରମ ସୀମାରେ ପହଞ୍ଚିଯିବ, ଚରମ ସୀମାରେ ପହଞ୍ଚିଯିବ। ଚାହିଁଲେ ବି ଆପଣ ସେଠିରୁ ବାହାରି ପାରୁନଥିବେ। ଏମିତି ଏକ ସମୟ ଆସିବ
ଆପଣଙ୍କୁ କେହି ବି ସାଥ ଦେବେ ନାହିଁ, କେହି ବି ସାହାଯ୍ୟ କରିବେ ନାହିଁ, କେହି ବି ନୁହଁ। ନିଜ ବାପା ମା, ଭାଇ ଭଉଣୀ, ସ୍ତ୍ରୀ କେହି ବି ସାହାଯ୍ୟ କରିବେ ନାହିଁ। ଆପଣଙ୍କର ଦୁଃଖ ଯଦି କାହା ଆଗରେ ଜଣାଇବେ, ସେ ଶୁଣିକି ବି ନ ଶୁଣିଲା ପରି ରହୁଥିବ। ଆପଣଙ୍କର କଷ୍ଟକୁ କେହି ଅନୁଭବ କରିପାରିବେ ନାହିଁ। ଆପଣ ଜାଣୁଥିବେ ଯେ ଆଜି ମୁଁ ଏକାକୀ ହେଇଗଲି, କେହି ମୋର ସାଥ ଦେଉନାହାନ୍ତି। ସେତେବେଳେ ଆପଣଙ୍କୁ କେବଳ ଅନ୍ତରାତ୍ମାରୁ ସେହି ପରମାତ୍ମାକୁ ହିଁ ଡାକିବାକୁ ଇଚ୍ଛା ହେବ। ଯେତେବେଳେ କେହି ବି ସାଥ ଦେବେ ନାହିଁ, କେହି ବି ସାଥ ଦେବ ନାହିଁ, ଯେତେବେଳେ ପୁରା ନିଜକୁ ଏକୁଟିଆ ମନେ କରିବେ, ସେତେବେଳେ ଜାଣିନେବେ ଯେ ଈଶ୍ୱର ଆପଣଙ୍କର ସାଙ୍ଗରେ ଅଛନ୍ତି। ଚତୁର୍ଥ ସଂକେତଟି ଏଇଆ ଅଟେ ଯେ ଆପଣଙ୍କର ଚରିତ୍ର ଏବଂ ବ୍ୟକ୍ତିତ୍ୱରେ ବହୁତ ବଡ଼ ପରିବର୍ତ୍ତନ ଆସିବ, ଯାହାକି ଆପଣମାନେ ଆଗରୁ କେବେ ବି ଜାଣିନଥିବେ ଯେ ଏତେ ବଡ଼ ପରିବର୍ତ୍ତନ ମୋ ଭିତରେ କିପରି ଆସିଲା, କିଏ ଆଣିଲା। ଆଗରୁ ଆପଣ ଯେପରି ଚିଡ଼ଚିଡ଼ା ସ୍ୱଭାବର ଥିବେ, ଯେତେ ବି ଶାନ୍ତ ସ୍ୱଭାବର ଥିବେ, ଦିନକୁ ଦିନ ଆହୁରି ଚିଡ଼ଚିଡ଼ ହେବାରେ ଲାଗି ପଡ଼ିବେ। ଆପଣ କେତେ ବି ଗୋଟେ ଭଲ ବ୍ୟକ୍ତି ହୋଇପାରନ୍ତି ସମାଜରେ, କିନ୍ତୁ ସମୟ ଏବଂ ପରିସ୍ଥିତି, ଲୋକମାନେ ଆପଣଙ୍କୁ ପରିହାସ କରିବା ପାଇଁ ଲାଗିବେ। ଲୋକମାନଙ୍କ ପାଇଁ ଆପଣ ଏକ ଉଦାହରଣ ପାଲଟିଯିବେ, ଭଲରେ ନୁହଁ, ଖରାପରେ। କିନ୍ତୁ ପ୍ରକୃତରେ ଆପଣ ସେମିତି ନଥିବେ, ଆପଣଙ୍କର ବ୍ୟକ୍ତିତ୍ୱ ସେମିତି ନଥିବ। ଲୋକ ଆପଣଙ୍କୁ ଚିହ୍ନିବା ବନ୍ଦ କରିଦେବେ। ଆପଣଙ୍କ ଭିତରେ ଥିବା ମାନବିକତାକୁ ଲୋକମାନେ ଚିହ୍ନି ପାରିବେ ନାହିଁ। ଏମିତିକି ନିଜ ପରିବାରର ପ୍ରତ୍ୟେକ ସଦସ୍ୟ, ଯାହା ଆପଣମାନେ ପ୍ରିୟ ବୋଲି ଭାବୁଥିବେ, ଯେଉଁ ପରିବାରକୁ ଆପଣ ନିଜର ବୋଲି ଭାବୁଥିବେ, ଶେଷକୁ ସେହି ପରିବାର ବି ଆପଣଙ୍କୁ ଆଡ଼େଇ ଦେବେ। ପରିବାରର ବି ଆପଣଙ୍କ ଉପରେ ସେହି ଭରସା ତୁଟିଯିବ। ତେବେ ଜାଣିବେ ଯେ ଈଶ୍ୱର ଆପଣଙ୍କର ସାଥରେ ଅଛନ୍ତି। ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଈଶ୍ୱରଙ୍କର ପ୍ରେମ ପୁରା ନିଆରା। ଆପଣ ଭିଡ଼ିଓର ଶେଷ ଯାଏଁ ଯୋଡ଼ି ରୁହନ୍ତୁ। ବହୁତ ସୁନ୍ଦର କଥାଟିଏ ଆପଣମାନଙ୍କୁ କହିବି। ପଞ୍ଚମ ଜିନିଷଟି ଏଇଆ ଅଟେ ଯେ ଆପଣ ଯେଉଁ ଜିନିଷକୁ ଜିତିବା ପାଇଁ ଚାହିଁବେ, ଯେଉଁ ଜିନିଷରେ ଆପଣଙ୍କର ପୁରା କ୍ଷମତା ଅଛି, ହଁ ଆପଣ 100 ମିଟର ଦୌଡ଼ି ପାରିବେ, ଆପଣଙ୍କ ପାଖରେ ଏହି କ୍ଷମତା ଅଛି, କିନ୍ତୁ ସେହି କ୍ଷମତା ଆପଣ ପାଇପାରିବେ ନାହିଁ, ଅର୍ଥାତ୍ ହାରିଯିବେ। ଯାହା କରିବେ ସେଥିରେ ହାରିବେ। ଯେପରି କୁହାଯାଏ କି ମାଟି ଧରିଲେ, ସୁନା ଧରିଲେ ମାଟି ପାଲଟିଯାଏ, ସେପରି ହିଁ ହେବ ଆପଣଙ୍କ ସାଙ୍ଗରେ। ସୁନା ଧରୁଥିବେ, ତାହା ମାଟି ହୋଇଯିବ। ଯଦି ଜାଣିବେ ଈଶ୍ୱର ଆପଣଙ୍କ ସାଙ୍ଗରେ ଅଛନ୍ତି। ଷଷ୍ଠ ସଂକେତ, ଶେଷରେ ଆପଣଙ୍କ ଭିତରେ ଥିବା ଅହଙ୍କାର, ଅହଂଭାବ ସବୁ ଭାଙ୍ଗିଯିବ, ସବୁ ଭାଙ୍ଗିଯିବ ଏବଂ ଆପଣଙ୍କର ମନ ସମର୍ପଣ ଭାବ ଆସିଯିବ। ଯେତେବେଳେ ଆପଣଙ୍କ ମନରେ ଥିବା ସବୁ ଗର୍ବ, ଅହଙ୍କାର ଭାଙ୍ଗି ଚୂନା ହୋଇଯିବ, ସେତେବେଳେ ଆପଣ ପ୍ରଭୁଙ୍କ ଶରଣକୁ ଯିବେ। ସେତେବେଳେ ବୁଝିଯିବେ ଯେ ଆପଣଙ୍କ ସାଙ୍ଗରେ ଏହା ସବୁ କାହିଁକି ହେଉଛି ଏବଂ ଠିକ୍ ସେହି ସମୟରେ କେହି ଜଣେ ପଥ ପ୍ରଦର୍ଶକ, ସେ ନିଜ ସ୍ତ୍ରୀ କିମ୍ବା ନିଜ ମା, ସାଙ୍ଗ କିମ୍ବା ନିଜ ସ୍ୱାମୀ, ନିଜ ବାପା ମା, କେହି ବି ଏମିତି ଏକ ମଣିଷ ଆପଣଙ୍କ ଜୀବନରେ ଆପଣଙ୍କୁ ମିଳିଯିବ, ଯିଏକି ଆପଣଙ୍କୁ ଆଗକୁ ନେବା ପାଇଁ ହାତ ବଢ଼ାଇବ। ଜାଣିନେବେ ଯେ ଈଶ୍ୱର ଆପଣଙ୍କ ସାଙ୍ଗରେ ଅଛନ୍ତି। ସପ୍ତମ ସଂକେତଟି ଏଇଆ ଅଟେ ଯେ ସମର୍ପଣ ପରେ ଯେତେବେଳେ ଆପଣ ସମର୍ପଣ ଆରମ୍ଭ କରିଦେବେ, ଗୋଟାଏ ନୂଆ ଆଶା ଆପଣଙ୍କ ମନରେ ଆସିବ ଏବଂ ସବୁ ଇଚ୍ଛା, ସବୁ ଜିଜ୍ଞାସା ଭାଙ୍ଗିଯିବ। ଯେଉଁ ଘର କରିବା ପାଇଁ, ଯେଉଁ ସୁନା ପାଇଁ, ଯେଉଁ ଜିଦ୍ ପାଇଁ ଆପଣ ପୁରା ଦୌଡ଼ୁଥିଲେ, ସେ ସବୁ ଆପଣ ମନରୁ ହିଁ ବାହାର କରିଦେବେ। ଯେଉଁ ଜିନିଷ ପାଇଁ ଆପଣ ଏତେ ପରିଶ୍ରମ କରୁଥିଲେ, ସେହି ଜିନିଷ ପାଇବା ପାଇଁ ମନରୁ ଲୋଭ ତୁଟିଯିବ। ଯଦି ଆପଣ ଏକ ଚାକିରି ପାଇଁ ବହୁତ ପ୍ରୟାସ କରୁଥିଲେ, ଏ ସବୁ ସଂକେତ ଯେତେବେଳେ ଆପଣଙ୍କ ପାଖରେ ଦେଖାଦେଉଛି, ଯେତେବେଳେ ସପ୍ତମ ସଂକେତ ଆପଣଙ୍କ ପାଖରେ ଦେଖାଦେବ, ଆପଣ ଶେଷକୁ ଚାକିରି ପାଇଁ ଚେଷ୍ଟା କରିବେ, କିନ୍ତୁ ଆଶା କରିବେ ନାହିଁ, ଅର୍ଥାତ୍ କର୍ମ କରିବେ, ଫଳକୁ ଆଶା କରିବେ ନାହିଁ। ସେହି ସମୟରେ ନିଜ ଉପରୁ ବିଶ୍ୱାସ ତୁଟି କରି ଈଶ୍ୱରଙ୍କ ଉପରେ ଆପଣଙ୍କର ବିଶ୍ୱାସ ଅଧିକରୁ ଅଧିକ ହେଇ ହେଇ ଚାଲିବ। ତେବେ ଜାଣିନେବେ ଯେ ଈଶ୍ୱର ଆପଣଙ୍କ ସାଙ୍ଗରେ ଅଛନ୍ତି ବୋଲି। ଅଷ୍ଟମ ସଂକେତ,
ଏହି ସବୁ ଯେତେବେଳେ ହୋଇଯିବ ଶେଷରେ ଆପଣ ବହୁତ ନିଜକୁ ହାଲକା ମନେ କରିବେ। ଆପଣଙ୍କୁ ଲାଗିବ ଯେ ଏବେ ଈଶ୍ୱର ମୋ ସାଙ୍ଗରେ ଅଛନ୍ତି। ଯେତେବେଳେ ଗୋଟିଏ ମନୁଷ୍ୟର ମନରୁ ଗର୍ବ ଅହଙ୍କାର ତୁଟିଯାଏ ସେତେବେଳେ ସେ ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣର ଭାବ ଆଣିଦିଏ। ତାକୁ ଲାଗେ ଏ ସଂସାରରେ ଯାହା ବି ହେଉଛି ସବୁ ଈଶ୍ୱରଙ୍କ ସାଙ୍ଗରେ ହିଁ ହେଉଛି, ସବୁ ଈଶ୍ୱର ହିଁ କରୁଛନ୍ତି। ଯେଉଁଦିନ ମନୁଷ୍ୟ କର୍ମ କରିବ, ଆଶା ଛାଡ଼ିଦେବ, ସବୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବ, ସେହି ଦିନଠାରୁ ସେ ଯେଉଁ ଗୋଟିଏ ଜିନିଷ ମାଗୁଥିଲା ତାକୁ 4ଟି ଜିନିଷ ଈଶ୍ୱର ଦେବେ। ବିଶ୍ୱାସ ହେଉନି ନା? ଥରୁଟିଏ କରିକି ଦେଖନ୍ତୁ। ଯେଉଁଦିନ ଆପଣ ଭକ୍ତି ଆଡ଼କୁ ଅଗ୍ରସର ହୋଇକି ଯିବେ ସେତେବେଳେ ଅତିରୁ ଇତି ଯେତେବେଳେ ହୋଇଯିବ, ଏହି ଦୁନିଆରେ ବହୁତ ସାରା ଲୋକ ଅଛନ୍ତି। ଏତେ ସାରା ଲୋକ ଭିତରେ ଈଶ୍ୱର କେବଳ ଜଣକୁ ଜଣକୁ ହିଁ ବାଛିଥାନ୍ତି। ଯାହାର ମନ ବହୁତ ସରଳ ଥାଏ, ଯାହାର ମନ ବହୁତ ପବିତ୍ର ଥାଏ। ଆପଣମାନେ ଏହି ଦୁନିଆରେ, ଏହି ସମାଜରେ, ଏହି ଆଖପାଖରେ ଏମିତି ଲୋକ ଦେଖୁଥିବେ, ଗୋଟିଏ ଲୋକଟି ଚାଲିକରି ଯାଉଥିବ କିନ୍ତୁ ତା ପାଖକୁ ଗାଈଟିଏ, କୁକୁରଟିଏ ହଠାତ୍ ତା ଆଡ଼କୁ ଚାଲି ଆସୁଥିବ। ସେ ହାତରେ କିଛି ଧରିଥାଉ କିମ୍ବା ନ ଧରିଥାଉ, ହଠାତ୍ ପଶୁ ପକ୍ଷୀ ଚାଲି ଆସୁଥିବ। ଗୋଟିଏ ଗରିବ ବ୍ୟକ୍ତି ଏତେ ସାରା ଲୋକ ଦେଖୁଥିବ କିନ୍ତୁ ଏମିତି ଏକ ଲୋକକୁ ସେ ଖାଇବା ପାଇଁ ମାଗିବ ଯାହା ପାଖରେ କି ନିଜର ବି ଖାଇବା ପାଇଁ ପଇସା ନଥିବ। ସେହି ଲୋକର ଆତ୍ମା ବହୁତ ପବିତ୍ର ଅଟେ। ସେହି ଲୋକ ଉପରେ ଈଶ୍ୱରଙ୍କର ପରମ ଆଶୀର୍ବାଦ ଥାଏ। ଏମିତି ବ୍ୟକ୍ତି ବିଶେଷ ଯଦି ଆପଣମାନେ ଦେଖିଛନ୍ତି କିମ୍ବା ଯଦି ଆପଣଙ୍କ ସାଙ୍ଗରେ ଏପରି ଘଟଣା ଘଟୁଛି, ନିଜକୁ ଧନ୍ୟ ମନେ କରନ୍ତୁ ଯେ ଈଶ୍ୱର ଆପଣଙ୍କୁ ବହୁତ ଭଲ ପାଇଛନ୍ତି, ବହୁତ ଭଲ ପାଇବା ଦେଇ ଆପଣଙ୍କୁ ଗଢ଼ିଛନ୍ତି। ନିଜକୁ କେବେ ବି ବଦଳାନ୍ତୁନି ଆଜ୍ଞା। ଦୁଃଖ ଆଜି ଅଛି କାଲି ଚାଲିଯିବ। ଯେତେବେଳେ ଈଶ୍ୱର ଆପଣଙ୍କର ପରୀକ୍ଷାରେ ଆପଣ ଉତ୍ତୀର୍ଣ୍ଣ ହୋଇଯିବେ ସେତେବେଳେ ଈଶ୍ୱର ଦେଖିବେ ଆପଣଙ୍କର ସାମ୍ନାରେ, ଆପଣଙ୍କ ସାଥିରେ ଈଶ୍ୱର ଥିବେ। ବିଶ୍ୱାସ କରନ୍ତୁ, ଗୋଟିଏ ମାଗିଲେ ଗୋଟିଏ ଦେବେ କିନ୍ତୁ ସେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଅତିରୁ ଇତି କଷ୍ଟ ପାଇବା ପାଇଁ ପଡ଼ିବ। ବହୁତ ନିଜକୁ କଷ୍ଟରେ ରହିଲେ ଯାଇ ଆପଣମାନେ ଚରମ ସୀମାରେ ପହଞ୍ଚି ପାରିବେ। ଭକ୍ତିର ଚରମ ସୀମାରେ ପହଞ୍ଚିବା ପାଇଁ ହେଲେ ଏତିକି କଷ୍ଟ ତ ଆପଣଙ୍କୁ କରିବା ପାଇଁ ପଡ଼ିବ। ଯେତେବେଳେ ଗୋଟିଏ ସୁନାକୁ ଗଢ଼ିଥାଏ, ଗୋଟିଏ ଯେତେବେଳେ ହାର ଗଢ଼ିଥାଏ, ଏହି ସୁନାଟି କେତେ ଭଲ ଅଛି କିମ୍ବା ଭଲ ନାହିଁ, ଯେପରିକି 24 କ୍ୟାରେଟ୍, 22 କ୍ୟାରେଟ୍, 18 କ୍ୟାରେଟ୍, ଏହା ଜାଣିବା ଆଗରୁ ସୁନାରେ କେତେ ନିଆଁରେ ତାକୁ ଘଷିଥାଏ, ନିଆଁରେ ଦେଖେଇଥାଏ। କାହିଁକି? ସେ ଆହୁରି ଚମକିବ। ତାହେଲେ ଯାଇ ତ ସେ ପରୀକ୍ଷା କରିପାରିବ ଏହି ସୁନାଟି କେତେ କ୍ୟାରେଟ୍ର ଅଛି ବୋଲି, କେତେ ଶୁଦ୍ଧ ଅଛି ବୋଲି। ଈଶ୍ୱର ଯେତେବେଳେ ଗୋଟିଏ ବ୍ୟକ୍ତିକୁ ନିଜର କରନ୍ତି ତାକୁ ସବୁ କିଛି ଦେବା ପାଇଁ ଚେଷ୍ଟା କରନ୍ତି, ତାକୁ ପରୀକ୍ଷା କରନ୍ତି, ଏତେ ଦୁଃଖ ଦିଅନ୍ତି ମଣିଷଟି ଚାହିଁଲେ ବି ସେହି ଦୁଃଖରୁ ବାହାରି ପାରେ ନାହିଁ। ସେ ଆର୍ଥିକ ସମସ୍ୟା ହେଉ, ସେ ଶାରୀରିକ ସମସ୍ୟା ହେଉ, ଯାହା ବି, କିନ୍ତୁ ଦୁଃଖ ଚରମ ସୀମାକୁ ଯିବ ଯଦି ଆପଣମାନେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କ ସାଙ୍ଗରେ କେଉଁ ସଂକେତ ମିଳୁଛି, କେତୋଟି ସଂକେତ ମିଳୁଛି ତାହା କମେଣ୍ଟ ସେକ୍ସନରେ ମୋତେ ନିଶ୍ଚୟ ଜଣାନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗୁଥିବ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ।